ଯମୁନା ନଦୀରେ ହେଲା ମନମୋହନ ସିଂଙ୍କର ଅସ୍ଥିର ବିସର୍ଜନ। ଆସନ୍ତୁ ଜାଣିବା ଏହାର ସର୍ବିଶେଷ ଖବର ବିଷୟରେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଗତ ଶନିବାର ସକାଳେ ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ ହୋଇଯାଇଛି। ମନମୋହନଙ୍କର ଚିତାରେ ତାଙ୍କର ବଡ଼ ଝିଅ ଉପିନ୍ଦର ସିଂ ମୁଖାଗ୍ନି ଦେଇଥିଲେ। ରବିବାର ଡିସେମ୍ବର 29 ତାରିଖରେ ଯମୁନା ନଦୀ କୂଳରେ ସିଂଙ୍କ ଅସ୍ଥିର ବିସର୍ଜନ କରାଯାଇଛି। ଏହାର ଏକ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି, ଯାହାକୁ ଦେଖି ଦେଶବାସୀ ଭାବୁକ ହୋଇଯାଉଛନ୍ତି। ଦିଲ୍ଲୀର ନିଗମବୋଧ ଘାଟରେ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଗଡ଼, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ, ବିଜେପି ସଭାପତି ଜେପି ନଡ୍ଡା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବହୁ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ଭୁଟାନର ରାଜା ଜିଗ୍ମେ ୱାଙ୍ଗଚୁକ୍ ଏବଂ ମରିସସ୍ର ବୈଦେଶିକ ମନ୍ତ୍ରୀଙ୍କ ଭଳି ବିଦେଶୀ ଗଣ୍ୟମାନ୍ୟ ବ୍ୟକ୍ତିମାନେ ମଧ୍ୟ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ସମୟରେ ଦିଲ୍ଲୀର ନିଗମବୋଧ ଘାଟରେ ଉପସ୍ଥିତ ଥିଲେ।